ବନ୍ଧୁମାନେ 2026ର ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ବହୁତ ବଡ଼ ରିକ୍ରୁଟମେଣ୍ଟ ବାହାରି ଯାଇଅଛି। SSC ସିଲେକ୍ସନ୍ ପୋଷ୍ଟ ରିକ୍ରୁଟମେଣ୍ଟ 2026 ଫେଜ୍ ୱାଇଜ୍ ଭେରିୟସ୍ ପୋଷ୍ଟ ନୋଟିଫିକେସନ୍ଟି ଆସିଯାଇଛି। ପ୍ରଥମେ ମୁଁ ସର୍ଟ ଡିସ୍କସନ୍ କରିବି ଏବଂ ଆପଣମାନଙ୍କୁ ମୁଁ ଭିଡ଼ିଓ ଶେଷରେ ତା'ର ଅଫିସିଆଲ୍ ନୋଟିଫିକେସନ୍ ଆପଣଙ୍କୁ ଭିଡ଼ିଓରେ କହିବି। ତେଣୁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଯଦି ପ୍ରଥମ ଥର ଭିଡ଼ିଓକୁ ଦେଖୁଥିଲେ ସବସ୍କ୍ରାଇବ୍ କରନ୍ତୁ। ପ୍ରଥମେ ଦେଖିବା ଶେଷ ତାରିଖ। ଶେଷ ତାରିଖ ହେଉଛି 4/5/2026। ଟୋଟାଲ୍ ଭେକେନ୍ସି ହେଉଛି 3000ଟି ପୋଷ୍ଟ। ଯଦି ଆପଣମାନେ ହ୍ୱାଟ୍ସଆପ୍ ଗ୍ରୁପ୍, ROTI ଗ୍ରୁପ୍, ଟେଲିଗ୍ରାମ ଗ୍ରୁପ୍ରେ ଯଦି ଜଏନ୍ ହେବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ଜଏନ୍ ହୋଇପାରିବେ। এই ଜାଗାରେ ଆପଣମାନେ ଜଏନ୍ ହେଲେ ସବୁ ନୋଟିଫିକେସନ୍ PDF ପାଇପାରିବେ। ଏବେ ଦେଖିବା, ଏଇଟା ହେଉଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ତରଫରୁ SSC ସିଲେକ୍ସନ୍ ପୋଷ୍ଟ ରିକ୍ରୁଟମେଣ୍ଟ 2024। ତେଣୁ ଏବେ ଡିଟେଲ୍ ଦେଖିବା, ତା'ର ଭେକେନ୍ସି ଡିଟେଲ୍ ଦେଖିବା, କେଉଁ ପୋଷ୍ଟ ବାହାରିଛି। ପ୍ରଥମ ବାହାରିଛି 10ମ ପାସ୍ ପୋଷ୍ଟ କେତୋଟି ବାହାରିଛି। ମେଟ୍ରିକ୍ ଲେଭେଲ୍ ପୋଷ୍ଟ ତା'ର ବାହାରିଛି। ତା'ର ସାଲାରୀ ହେଉଛି 18,000 ଷ୍ଟାର୍ଟିଂ, ତାପରେ 56,900 ପର୍ଯ୍ୟନ୍ତ। ତାପରେ ପ୍ଲସ୍ ଟୁ ଲେଭେଲ୍ର ମଧ୍ୟ ଜବ୍ ବାହାରିଛି। ହାୟର ସେକେଣ୍ଡାରୀ ଲେଭେଲ୍ ପୋଷ୍ଟ ତା'ର 19,000 ତା'ର ଷ୍ଟାର୍ଟିଂ ଦରମା। ତାପରେ ପ୍ଲସ୍ 3 ଲେଭେଲ୍ର ମଧ୍ୟ ଜବ୍ ବାହାରିଛି, ତା'ର 25,000 ଷ୍ଟାର୍ଟିଂ ଦରମା। ତାପରେ ବଢ଼ିଯିବ 81 ପର୍ଯ୍ୟନ୍ତ। ଏଜୁକେସନାଲ୍ କ୍ୱାଲିଫିକେସନ୍ ଦେଖିବା। ଏଜୁକେସନାଲ୍ କ୍ୱାଲିଫିକେସନ୍ ହେଉଛି, ଯଦି ଆପଣମାନେ 10ମ ପାସ୍ କରୁଛନ୍ତି ତାହେଲେ ମଧ୍ୟ 10ମ ପାସ୍ର ମଧ୍ୟ ପୋଷ୍ଟ ବାହାରିଛି, ଆପଣମାନେ ପକାଇ ପାରିବେ। ଯଦି ପ୍ଲସ୍ ଟୁ ପାସ୍ କରୁଛନ୍ତି ତାହେଲେ ମଧ୍ୟ ପୋଷ୍ଟ ବାହାରିଛି। ଏବଂ ଯଦି ଗ୍ରାଜୁଏସନ୍ ଯଦି ଆପଣମାନେ ପଢ଼ୁଛନ୍ତି ତାହେଲେ ମଧ୍ୟ ପୋଷ୍ଟ ବାହାରିଛି। ସବୁ 10th ++++ ଏହିସବୁ ପାସ୍ କରିଥିଲେ ମଧ୍ୟ ଆପଣମାନେ ଏହି ପୋଷ୍ଟକୁ ଆବେଦନ କରିପାରିବେ। SSC ତରଫରୁ ବାହାରି ଯାଇଛି। ଏଜ୍ ଲିମିଟ୍ ଦେଖିବା, ବୟସ ଯଦି ଆପଣମାନେ 18 ବର୍ଷ ହେଇଥିବେ ତାହେଲେ ଆପଣମାନେ ପକାଇ ପାରିବେ। ମ୍ୟାକ୍ସିମମ୍ ଏଜ୍ 25, 27, 30। ଯଦି ଆପଣମାନେ 10ମ ପାସ୍ରେ ପକାଇବେ ତାହେଲେ 18ରୁ 25 ହେଇଥିଲେ, ତାପରେ ପ୍ଲସ୍ ଟୁ ପାସ୍ ଯଦି ପକାଇବେ 27, ତାପରେ ପ୍ଲସ୍ 3 ହେଲେ 30 ହେଇଥିଲେ ଆପଣମାନେ ଏହି ପୋଷ୍ଟ ପକାଇ ପାରିବେ। ଏବଂ ଏଜ୍ର ମଧ୍ୟ ରିଲାକ୍ସେସନ୍ ଅଛି। ଆପଣମାନେ ଆପ୍ଲିକେସନ୍ ଫି ଯେଉଁମାନେ SC, ST, PW ଓମେନ୍ କ୍ୟାଣ୍ଡିଡେଟ୍ ପାଇଁ ନୋ ଫ୍ରିରେ ଆବେଦନ କରିପାରିବେ ଏବଂ ଅଦରମାନଙ୍କ ପାଇଁ ଜେନେରାଲ୍, OBC, EWS କ୍ୟାଣ୍ଡିଡେଟ୍ 100 ଟଙ୍କା। ପେମେଣ୍ଟ ହେବ ଅନଲାଇନ୍ରେ। ହାଉ ଟୁ ଆପ୍ଲାଏ, ପ୍ରଥମେ ଆପଣମାନେ SSC ୱେବସାଇଟ୍କୁ ଯିବେ, ତାପରେ OTR ରେଜିଷ୍ଟ୍ରେସନ୍ କରିବେ, ID ପାସୱାର୍ଡ଼ ଦେବେ, ତାପରେ ସିଲେକ୍ସନ୍ ପୋଷ୍ଟ ଦେଖିବେ ଆପଣମାନେ, ତାପରେ ସବୁ ଡିଟେଲ୍ ଅପଲୋଡ଼ କରିବେ, ଡକୁମେଣ୍ଟ ଯାକ ଚୁଜ୍ କରିବେ ପୋଷ୍ଟ। ତାପରେ ଲାଷ୍ଟରେ ଯେଉଁମାନେ ST, PW ସେମାନେ ତ ଅନଲାଇନ୍ ପେମେଣ୍ଟ କରିବେ ନାହିଁ, ଅଦରମାନେ ଅନଲାଇନ୍ ପେମେଣ୍ଟ କରିବେ। ଇମ୍ପୋର୍ଟାଣ୍ଟ ଡେଟ୍ ଦେଖିବା, ନୋଟିଫିକେସନ୍ ଆମର ରିଲିଜ୍ ହେଉଛି 13 ଏପ୍ରିଲ 2024। ଆପ୍ଲିକେସନ୍ ଷ୍ଟାର୍ଟ ଡେଟ୍ ହେଉଛି 13 ଏପ୍ରିଲ 2024। ଲାଷ୍ଟ ଡେଟ୍ ହେଉଛି ଆପଣ 4 ମେ 2024। ଯଦି ଲାଷ୍ଟ ଡେଟ୍ ପେମେଣ୍ଟ ଆପ୍ଲିକେସନ୍ ହେଉଛି 5 ମେ 2024। ଏକ୍ଜାମ୍ ହେବ ଜୁନ୍ ମାସରେ। ଅଫିସିଆଲ୍ ନୋଟିଫିକେସନ୍ଟି ହେଉଛି ତା'ର ଫାଇଲ୍ ନମ୍ବର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ, ମିନିଷ୍ଟ୍ରି ଅଫ୍ ପର୍ସନାଲ୍ ପବ୍ଲିକ୍ ଗ୍ରାଇଭେନ୍ସି ପେନ୍ସନ୍ ଡିପାର୍ଟମେଣ୍ଟ ଅଫ୍, ଏରା ସବୁ ଦେଇଛି ଆପଣମାନେ ୱେବସାଇଟ୍। ଏଇଟା ତା'ର ଆଡ଼ଭାର୍ଟାଇଜମେଣ୍ଟ ନମ୍ବର ଫେଜ୍ ତା'ର ଦେଇଛି। ସିଲେକ୍ସନ୍ ପୋଷ୍ଟ ଆପଣମାନେ, ଏଇଟା ତ ମୁଁ ଡିସ୍କସନ୍ କରିଛି, ଡିଟେଲ୍ ଡିସ୍କସନ୍ କରିଛି। ଲାଷ୍ଟ ତାରିଖ ହେଉଛି 4/5/2024 ମେ ମାସରେ। ଏଇଟା ତା'ର ଅଫିସିଆଲ୍ ନୋଟିଫିକେସନ୍। ଆପଣ ସବୁ ଦେଖିପାରିବେ ପୋଷ୍ଟଯାକ ମଧ୍ୟ କ'ଣ କ'ଣ ସବୁ ଅଛି। ତେଣୁ ଯଦି ଆପଣମାନେ 10ମ, +2, +3 ଯଦି ପାସ୍ କରିଥିବେ ତାହେଲେ ଆପଣମାନେ ଏହି ପୋଷ୍ଟଯାକ ସବୁ ଆପଣମାନେ ଆବେଦନ କରିପାରିବେ। ତେଣୁ ଆପଣମାନେ ସାଙ୍ଗସାଥିଙ୍କୁ ସେୟାର କରନ୍ତୁ, ସେମାନେ ମଧ୍ୟ କିଛି ଜାଣିପାରିବେ।
ରହିଲି, ଥ୍ୟାଙ୍କ ୟୁ।